ଏ ଲୁହା ଯଦି ଆସିବାର ଅଛି ଏକୁଟିଆ ବେଳିଆ ଏ ଗହଳି ଭିତରେ ଲୋକଙ୍କ ସାମ୍ନାରେ ଆସି ମତେ ଉପହାସର ପାତ୍ର କନା। ମୋ ପିଠି ଥାପଡ଼ାଇ ଦେଇ ଲୁହା କହିଲା, କଣ କରିବି ବନ୍ଧୁ, ଏତେ ଗହଳି ଭିତରେ ମୁଁ ବି ତତେ ଏକୁଟିଆ ଦେଖୁଛି ତ ନ ଆସି ରହିପାରୁନି। ঠিক কହୁছি ମୁଁ ଏକା ଏ ମରୁଭୂମିର ନିର୍ଜନତାରେ ଏକା ଏ ମେଳାର ଗହଳି ଭିତରେ ଏକା ଏ ରୁଦ୍ର ମହାପାତ୍ର ଏକାକୀ ପଣର ବାସା। ତମାସି ଦେଖି ଯାଅ ଶୁଣ, ମୋ ଅପା ବାହାଘର ମଜଗୁଲ ହବା ଭିତରେ ଏକ ଉତ୍ତପ୍ତ ମନ ନେଇ ଏ ରୁଦ୍ର କେମିତି ମନେ ପକାଉଛି। ଏ ଅନ୍ଧାର ନିଶାର ନିରଳା ନିସ୍ତବ୍ଧ ନିରବତା ଭିତରେ ବି ତମେ ମୋ ପାଖରେ ଅଛ। ଆସ ସୁନା, ମୋ ପାଖକୁ ଆସ। ମୋ ସ୍ୱପ୍ନକୁ ସ୍ମୃତିର ରଜନୀଗନ୍ଧାରେ ମୋ ଗୀତ କର। ଆସ ସୁନା ଆସ, କମନ ସୁନା କମନ। तू कौन सतरे पागल है गलुनी? अरे तोर सेटा मनीष देह पत्थर ना छाती पत्थर मनीषर देह छातीटा पत्थर। सकाळु ए जा देखुची जे तू खाली पिउची जा पिउछु। अरे तू थरे तो जेजे कथा चिंता कर। कौन जेजे? मु जेते थर नुआ बोतलटा खुलुची सेते थर ईश्वर को स्मरण करूची। तुम्हें पूरा कह ईश्वर का नाम ले विश्व भी अमृत है जाए। आओ ये तो मदा छी 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 छी। अरे तू भगवान माने कहबा को तोते ये संकोच लागुनी जानू छु तू एमिति कहि केते बड़ पाप करछु जानू बछु तो कौन जेजे तुम भगवान रागिबे से प्लान भी करी सारी छी। मु जदी केबे मरी जाए मो सब सहित गोटे मद बोतल लुचेकी देदेव। मु तो पीबिनी। भगवान जदि मो पाप पुण्यर हिसाब मागंती एथिरु ढाली 2 पैकेट देदे। अरे भण जाबा तोर तो पूरा डीजे ब्रेन देसी बोतल रे विदेशी बुद्धि। अरे नारायण बेजो मु तो ताको कोई कोई ठकी करली तू थरे टिका बुझा। मु तो सही कहूची मते टिके बुझाओ केही तो तने बुझाओ जे बुझे पारुची सहारा देले खेती कोन। अरे भण जा अरे किए से ए मदा मामू ए मदा मिठा सबु बहाना प्रत्येक मध्य पान करियो पर कुछ बहाना थी। एटा भी तोर गुटिए बहाना घरे सह सह के भौरी रो फोट नाही सह सह गेस्ट को कथा न बुझी मदा भी मदा हम सुमता मो पा आई मीन तमो जे मनीष सरबा जागे तमे कोन ए भागरे खुशी निरव रहला काहेकि मो प्रश्नर उत्तर दियो। भण जा एका तो दाढ़ी मंदिर ए परिवार हम समस्त खुशी। हसी देले कहीं खुशी होती मामू हसर जंत्र जदि ओजन था ताले जानी हुआ केते ओजन रे हसिले जड़े खुशी रे हसे केते ओजन रे हसिले जड़े दुख रे हसे। माने कहीं ना जानी ले भी मो ठीक जानी छी तुम हस
ଆଜି ଖୁସିର ହସ ନୁହଁ, ବାଧ୍ୟବାଧକତାର ହସ, ଲୋକ ଦେଖାଣିଆ ହସ। ତୁମେମାନେ ସବୁ ହସର ଅଭିନୟ କରୁଛ, ଗୋଟେ ଗୋଟେ କୁଖତ ଅଭିନେତା। ବରଂ ତୁମ ଝିଅ ତୁମ ମୁହଁରେ ଛେପ ପକାଇଛି, ଛେପ। ଚାଲେ ଯା ମୋ ସାଙ୍ଗରେ କହୁଛି, ତାହେଲେ ମାରୁ ମାରୁ ମାରୁ। મને કમ આઈડિયા રડાર তোমারি পাই মো হাতরে জহর তোমার অহংকার পাই মনুষ্য ভিতরে সব অপেক্ষা কর জহর পিবা তোমার অল্প দিন বাকি অল্প দিন ବାପା ଯେତେ ଶୀଘ୍ର ପାରୁଛ ଏଇଟାକୁ ମୋ ସାଙ୍ଗ ନେଇଯାଅ, ତାହେଲେ ମାରୁ ମାରୁ ମାରିଦେବି। ରୁଦ୍ର ଯାହା ପରା ଯାହା କହୁଛି ନକଇ ନକଇ ପୁଣି ଆମର ମଞ୍ଜି କଥାଟା କହିଦେଇଗଲା। ଆରେ ସେଇଟା ମଧୁଆଟା ମଦ ନିଶାରେ କଣ କହୁଛି ସେ ଜାଣିପାରୁନି। ଭାଇ ବାପା ଭାଇ, ସେ ମଦ ନିଶାରେ ଥିଲେ ମଧ୍ୟ ଯାହା କହୁଛି ଏକଦମ ଠିକ କଥା କହୁଛି। ମାନଗୋବିନ୍ଦ ଓ ରୁଦ୍ରଟା ମଧୁଆଟା ବୋଲି ସିନା ଆଜି ତାକୁ କହିଦେଲେ, କାଲି ଏତେବେଳେ ସାହି ପଡ଼ିଶା ସମସ୍ତେ ପଚାରିବେ, ସମସ୍ତେ କହିବେ ମାନଗୋବିନ୍ଦର ଝିଅ ଗୋଟେ ଭୁଲିଆ ପୁଅକୁ ବାହା ହେଇଗଲା। ସେତେବେଳେ କଣ କରିବ, କଣ କରିବ? ସେଇଟାକୁ ମାରିଦେବି। ମୋ ମାନ ଗୋବିନ୍ଦ, ମୋ ବାପା ଗଢୁଥିଲା ଦଣ୍ଡ, ମୋ ବୋଉ ବିକୁଥିଲା ଗନ୍ଧ, ମହାନଦୀ ଦୁର୍ଯୋଧନ ଯୋଉ ତିଥିରେ ମରିଥିଲେ ସେଇ ତିଥିରେ ମୋର ଜନ୍ମ ବଳି। ମୋ ନାଁ ମାନ ଗୋବିନ୍ଦ। ଆରେ ସେ ରୁଦ୍ର ଗଲା ଗଲା, ତମେ ତ ବାପ ଜେଜେବାପା ଜଣ ଅଛ, ମନୀଷା ବାହାଘର କରିବାକୁ ରାଜି କେମିତି ହେଇଗଲ? ଆରେ ରାଜି ହେଲୁନି, ତା ଝିଅ ହେଲୁ। ଆରେ ସେ ଝିଅ ହିଁ ନଥିଲା ରେ, ଆଚ୍ଛା ସେ କୁଳା ନିଆଁ ତ ଯାଇଥିଲା, ଅଣ୍ଟିରେ ପୁରେଇଥିଲେ ନିଆଁ ଲାଗି ଯାଇଥାନ୍ତା। ଛାଡ଼ ସେ କଥା, ଭବିଷ୍ୟତ କଥା ତମେ ଚିନ୍ତା କର। ଆଚ୍ଛା ଘରେ ବହୁତ ସାରା ଗେଷ୍ଟ, କେମିତି ଖାଇ ପିଇ ବିଦା ହେବେ ସେ କଥା ଚିନ୍ତା କର। ନାରାୟଣ ବେଜ, ମୁଁ ଆସୁଛି। ମୁଁ ଆସୁଛି, ଯେତେ ଶୀଘ୍ର ପାରିବ ଘରକୁ ଆସୁଛି। ମାନଗୋବିନ୍ଦ ପଚାରିବେ ହଁ ସେତେବେଳେ କଣ କରିବ? ସେଇଟାକୁ ମାରିଦେବି। ଆରେ ଡାମର ଏକା ମୂଳରେ ବସିଲା ବୋଲି ମୁଣ୍ଡଟାକୁ କାଟିଦେବ ନା କଣ? ସେ ରଜତ୍ରାକୁ ମାରିଦେଲେ ତମ ଝିଅ ବିଧବା ହେଇଯିବ ଯେ। ବିଧବା ଝିଅଟାକୁ ଜୀବନ ସାରା ବୁଝିବି, ବାସ୍ ଜୀବନ ସାରା ବୁଝିବି। ମତେ ଗୋଟେ କଥା ଆଶ୍ଚର୍ଯ୍ୟ ଲାଗୁଛି, ହଁ କଣ ମନୀଷାଟା ଏମିତି ଗୁରୁତ୍ୱ ଭୁଲ କଲା କେମିତି? ଶୁଣିବ ମାନଗୋବିନ୍ଦ, ସିଏ ଯେମିତି ତମ ପରିବାରର ମାନ ସମ୍ମାନକୁ ମାଟିରେ ମିଶାଇ ଦେଇଛି, ତମେ ବି ସେଟା ପରିବାରଟାକୁ ବର୍ବାଦ କରିଦିଅ। ଚେଷାକୁ ତେଷା ଖାଲି ତା ପରିବାର ପେ ସେ ରାଜାକୁ ଏମିତି ଅଣବିଶ୍ୱାସ କରିଦେବି ଯେ ବଞ୍ଚିବା ଅପେକ୍ଷା ମରିବାକୁ ସେ ବେଶୀ ପସନ୍ଦ କରିବ। ରଜନାଥ ମତ ମୁଁ ତା ବଡ ଭାଇ ଶଙ୍କର ନାୟକ ନାକରେ ଦଉଡ଼ି ପକେଇ ଝିଙ୍କା ପରେ ଝିଙ୍କା ମାରି ହଁ ଲାଲ ଭାଇ, ତାହେଲେ ପାଇଁ ମୋର ଟିକେ ବନ୍ଦ ଆଉ। ଲାଲ ଭାଇ ହଁ ବୁଝିଲ ଆସ କିନ୍ତୁ ତା ପରିବାରଟା ବର୍ବାଦ ହବା ଦରକାର। ନିଶ୍ଚୟ ହବ କାହିଁକି କିନ୍ତୁ ଏବେ ରୁଣ୍ଡା ବାଜିବ ଯୋଉଙ୍କର ଆଚ୍ଛା। ଆପଣ ଚାଲନ୍ତୁ ଆମେ
ଯିବା ଛାତ ଉପରେ ବସି କଥା ହବା। ମୋ ବାପା କରୁଥିଲା ରଜ ମୋ ବୋଉ ବିକୁଥିଲା କନ୍ଦ ମହାମାରୀ ଦୁର୍ଯୋଧନ ଯୋଉ ତିଥିରେ ମରିଥିଲେ ସେଇ ତିଥିରେ ମୋ ଜନ୍ମ ବୋଲି ମୋ ନାଁ ମାନ ଗୋବିନ୍ଦ।
କରିପାରୁଛ ତ? ତମେ ଯାହା କରୁଛ ସେ କଥା ଚିନ୍ତା କରି କହୁଛ ତ। କଣ କଲି? ମୁଁ ତ ସେମିତି କିଛି କରିନି। ସେଇଆ କରିଛି ଯାହା କରିବା କଥା। ଓ ତମେ ଏଇଆ ଭାବୁଛ ଯେ ସ୍ତ୍ରୀ ଏଇ ସ୍ୱାମୀ କି ଧକ୍କା ମାରିଲି ଏଇଆ ନା? ରଜତ, ଚମ୍ପା ଗଛରେ ଚମ୍ପା ଫୁଲ ଫୁଟିଲେ ଯେମିତି ଦେଖାଯିବ, ପୋକଶୁଙ୍ଗା ଫୁଲ ଫୁଟିଲେ କଣ ସେମିତି ଦେଖାଯିବ? I mean to say, ପାଦର ଜୋତା ପାଦରେ ରହିବାକୁ ଚେଷ୍ଟା କର। ମୁଣ୍ଡରେ ଚଳିବାକୁ ଚେଷ୍ଟା କରିବ ତ ଛୁରୀରେ କାଟିଦେବି, ନହେଲେ ନିଆଁରେ ପୋଡ଼ିଦେବି। ମୁଁ ତମକୁ ଭାଇଛି। ସେ କଥା ତମେ ଭଲ ଭାବରେ ଜାଣିଛ। ତମକୁ କାହିଁକି ବାହା ହେଇଛି, କଣ ପାଇଁ ବାହା ହେଇଛି, କୋଉ ପରିସ୍ଥିତିରେ ବାହା ହେଇଛି? ମାନେ ନଈ କୂଳରେ ବସିବା, ଛାତି ତଳର ଶୋଷ ବର୍ଷାକୁ ଦୂରରୁ ଦେଖିବା, ଆଉ ଉଦା ହବାର ଇଚ୍ଛା, ପିଆଲାରେ ମଦିରା ଢାଳି ଦବା, ବେଉସବାର ସ୍ୱପ୍ନ, ସେ ସ୍ୱପ୍ନ ଶେଷ ଇଚ୍ଛାକୁ କବର ଦେଇ ତମକୁ ବଞ୍ଚିବାକୁ ହବ। ମୁଁ ବସ୍ କହିଲେ ବସିବ, ତମେ ଉଠ କହିଲେ ଉଠିବ। ଆଉ ମୋ କଥାରେ ଏବାକ ସେବାକ ହବ ତ କଣ କରିବି ଜାଣିଛ? ଏକା ତମେ ନୁହେଁ, ତମ ପରିବାର ଗୋଟେ ପାଉଁଶ ଗଦା ପାଲଟି ଯିବ। ପ୍ଲିଜ ମନୀଷା, ତମେ କୁହ ମୁଁ ଯାଏ ତମର କୋଉ କଥା ମନେ କରିଛି? ତମେ କୁହ ମୁଁ ଯାଏ ତମର କୋଉ କଥା ମନେ କରିଛି? ମନୀଷା, ବାରମ୍ବାର କହିଛି ସେଦିନର କଥା ମନେ ପକେଇବନି। ଆଉ ସେଦିନର କଥା ତ ମନେ ପଡିଯାଇ ନା, ଆସିଲା ପ୍ରଶ୍ନରେ ପୁରା ନିଆଁ ଲାଗିଯାଏ। ଆଉ ଇଚ୍ଛା ହୁଏ ତମ ତଣ୍ଟି କଳା କରି ରକ୍ତ। ଆଉ ଥରେ କହିଦଉଛି, ଯଦି ବଞ୍ଚିବାକୁ ଚାହୁଁଛ ମୋ ଇଚ୍ଛାରେ ବଞ୍ଚିବ, ନିଜ ଇଚ୍ଛାରେ ନୁହେଁ। ଓକେ ଓକେ ବାବା ଓକେ। ସାଢେ କୁଆଡେ କଣ ରୁମରେ ଶୋଇବାକୁ? ଆଚ୍ଛା, ତମେ ଯଦି ରୁମରେ ଶୋଇବ, ବାହାର ବାଲକୁନିରେ କିଏ ଶୋଇବ? ମୁଁ। ଏକଥା ତମେ ଭାବି ପାରୁଛ କେମିତି? ଶୁଣ, ଚୁପଚାପ ଯାଇ ସେ ବାହାର ବାଲକୁନିରେ ଶୁଅ। ଆରେ ଯାହା କହୁଛି, ଏଠି ଖୁଣ୍ଟଟା ଭଳିଆ ଠିଆ ହେଇଛ କଣ? ଏଇ ନିଅ, ଆକୁ ନେଇ ବାହାର ବାଲକୁନି କି ଯାଅ। Hello, chick. DJ. শঙ্করা এ শঙ্করা ঘরে কে নাহিলা কোন শঙ্করা এ শঙ্করা মৌসা, নমস্কার মৌসা। বুড়ি নই এমতি থা শঙ্করা ঘরে নাই কি ନାଇଁ ମଉସା, କାଲିଠୁ ଯାଇଛନ୍ତି ଯେ ଏପର୍ଯ୍ୟନ୍ତ ଫେରି ନାହାନ୍ତି। ଫେରିବା କଥା କହିଥିଲେ। କ'ଣ ତାଙ୍କ ପାଖରେ କିଛି କାମ ଥିଲା? ହଉ ହେଲା ସେ ଥିଲେ କେତେ ନଥିଲେ କେତେ ତୁ ଦବା ଲୋକ ମୁଁ ନବା ଲୋକ ତୁ ଦେଇଦେ ମୁଁ ନେଇ ଚାଲିଯିବି 5 ବର୍ଷ ହେଲାଣି 20,000 ଟଙ୍କା ଆଣିଥିଲା ତା ସୁଧ ମୂଳ ମିଶି 98 ହେଲାଣି ଦେଇଦେ ମୁଁ ନେଇ ଚାଲିଯିବି ମଉସା, ରିକ୍ୱେଷ୍ଟ କରୁଛି ମୁଁ ଆମକୁ ମରିଗଲା ମାଡ଼େକି ମାର କରେ ଭାଇ ପ୍ଲିଜ ପଇସା ନାହିଁ, ସୁଧ ମୂଳ ଏକା ସାଙ୍ଗରେ। ନାଇଁ ମଉସା, ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆମକୁ ଆଉ କିଛି ଦିନ ସମୟ ଦିଅନ୍ତୁ। କିଛି ଦିନ କଣ ମାନେ କିଛି ଦିନ କଣ ଏ କିଛି ଦିନ କହି 5 ବର୍ଷ ବିତିଗଲାଣି ଭାଇକୁ ପାଠ ପଢିବା ପାଇଁ ଟଙ୍କା ଆଣିଥିଲ ଆରେ ଭାଇ ତ ପାଠ ପଢି ଡାକ୍ତର ହେଇ ତା ବାଟରେ ବାଟ କାଟିଲା ଏବେ ନଦେଲେ ଆଗକୁ ଆଉ ଦବାର ଚାନ୍ସ ନାହିଁ ନାଇଁ ମଉସା, ଆପଣ ସେମିତି ଭାବନ୍ତୁନି। ଆମ ରୂପା ଠାକୁର କୋଉ ଅଫିସରେ ଚାକିରି କରୁଛି, ଆକାଶଟା ବି କାମ କରୁଛି। ଆଉ ଇଏ ଢୋଲ ବଜାଇବାକୁ ରୋଜଗାର ଆମକୁ ଆଉ କିଛି ଦିନ ସମୟ ଦିଅନ୍ତୁ। ସୁଝିବ କେମିତି ସୁଝିବ ଏଇଠି ରହିଲେ ତ ସୁଝିବ ନା ଆରେ ବ୍ୟାଙ୍କରେ ଘର ଟିଆଟା ବନ୍ଧା ପକେଇ ଟଙ୍କା ଆଣିଥିଲା
ବ୍ୟାଙ୍କ ବାଲା କହୁଛନ୍ତି ଟଙ୍କା ନସିଥିଲେ ଏଇ 8 ଦିନ ପରେ ନିଲାମ କରିବେ। ନାଇଁ ନାଇଁ କହୁଛ ନାଇଁ ନାଇଁ କଣ କହିଛନ୍ତି ତୁ ଆଜି ଦେ ମୁଁ ନେଇକି ଯିବି ନହେଲେ ଯାହା ଅଛି ଘରେ ଛୁଞ୍ଚି ଯାଇ ଛାଡ଼ିବିନି ସବୁ ନାଇଁ ପାଖରେ ମଉସା ଆପଣ ଆମକୁ ଦୟା କରନ୍ତୁ ଆଉ କିଛି ଦିନ ସମୟ ଦିଅନ୍ତୁ ଆପଣ ଚାହିଁଲେ ଏଇ ଘରଟା ନିଲାମ ହବାର ରକ୍ଷା ପାଇଯିବ ଦୟା କରନ୍ତୁ ମଉସା ଆମକୁ ଏତିକି ଦୟା କରନ୍ତୁ ହବ ଗୋଟେ ବାଟ ଅଛି ବାଟ ହଁ ତୁ ଯଦି ସେ ବାଟରେ ଯିବୁ ତାହେଲେ ତୋ ଘରଟା ନିଲାମ ହବାର ରକ୍ଷା ପାଇଯିବ। କୁହନ୍ତୁ ମଉସା ସେ ବାଟ ଯେତେ କଠିନ ହୋଇଛି ମୁଁ ଯିବି ନହେଲେ ଏଙ୍କୁ ବୁଝେଇବି ସେ ନିଶ୍ଚୟ ଯିବେ କୁହନ୍ତୁ ତାଙ୍କେ ପାରିବେନି ଯାହା କରିବୁ ତୁ କରିବୁ। ମୁଁ କରିବି କୁହନ୍ତୁ ମଉସା ସେ ବାଟଟା କଣ ମୁଁ ନିଶ୍ଚୟ କରିବି ତୁ ପାରିବୁ ପାରିବି ମଉସା କୁହନ୍ତୁ ପାରିବୁ ସତରେ ପାରିବୁ ହଁ ପାରିବି ପାରିବୁ କି? କୁହନ୍ତୁ ମଉସା ଆଇଲୁ ଆଇଲୁ ପାଖକୁ ଆଇଲୁ ମଉସା ଆସେ ପାଖକୁ ଆସେ ଆଉ ଟିକେ ପାଖକୁ ଆସେ ଆଉ ଟିକେ ପାଖକୁ ଆଇଲୁ କହିବି କାଇଁ ମଉସା ଆପଣ ଏଇ କଣ କରୁଛନ୍ତି ମଉସା ମୁଁ ଆପଣଙ୍କ ଝିଅ ବୟସର ଝିଅ ଭଳି ଛାଡ଼ି ଦିଅନ୍ତୁ ମଉସା ମୋର ଅର୍ଥ ଛାଡ଼ି ଦିଅନ୍ତୁ କେହି ଜାଣିବେନି ଅଧଘଣ୍ଟା 45 ମିନିଟ୍ ଲାଗିବ ନା ମ ଯୋଉ ଦିନଟା ଭଳିଆ ଖରା କେତେ ସମୟ ଲାଗିବ 10 ମିନିଟ୍ ସବୁ ଛାଡ଼ ନାଇଁ ମଉସା ଛାଡ଼ି ଦିଅନ୍ତୁ ମତେ ସତରେ ଏତେ ସାହସ ମୋ ଭାଉଜ ଦେହରେ ହାତ ଦେଇଛୁ ମାନେ ତତେ ଆଜି ମୁଁ ଛାଡ଼ିବିନି। ମଉସା ଏମାନେ ପିଲା ଲୋକ ଏମାନେ ତ ଭୁଲ ହେଇଯାଇଛି ଲଜିକ ପିଲା ଆମ ତାର ଛିନେଇ ସାରିଲେଣି ଏମାନେ ପିଲା ଲୋକ ଦେ ମୋ ଟଙ୍କା ଦେ ଏଠୁ ମୁଁ ଯିବି ଆଜି ତାକୁ ଏଇନା ଦେବୁ ଦେ ମୋ ଟଙ୍କା ଦେ ବ୍ୟାଙ୍କରୁ ନୋଟିସ୍ ହେଇଥିଲା 8 ଦିନ ଭିତରେ ଟଙ୍କା ନ ସୁଝିଲେ ଏ ଘରଟା ନିଲାମ ହେଇଯିବ। ମୁଁ କ'ଣ କରିବି ନାଇଁ ମୁଁ କ'ଣ କରିବି ଟଙ୍କା ଦେଇ ମାଡ଼ ଖାଇବି ନାଇଁ ଦେଇଦେ ମୁଁ ଟଙ୍କା ଦେଇଦେ ମୁଁ ଚାଲୁ ଦେଖ ମଉସା ଏଇମାନେ ତମକୁ ମାଡ଼ ମାରିଛନ୍ତି ନା ଏଇମାନେ ତମ ପାଖ ମାଡ଼ ମାରିଛନ୍ତି ନା ଏମାନେ ତାଙ୍କ ଶାସ୍ତି ପାଇବେ ତମେ ଏମାନଙ୍କୁ ମାର ମଉସା ଚୋଟାରେ ମାର ମତେ କ'ଣ ବୋକା ଭାବିଛ ଆଉ ମୁଁ ତମକୁ ଗୋଟାଏ ମାନେ ତମେ 4 ଜଣ ସାଙ୍ଗେ ମିଶିକି ପିଟିବ ନାଇଁ ଜଗରେ ମଉସା ମୋର ଟଙ୍କା ଦରକାର ଏହି ପ୍ରତିବାଦ କରିବେନି ତମେ ମାନେ ତମ ଜାଗାରେ ଛିଡ଼ା ହୁଅ ଏହି ହଲିବନି ତମକୁ ତମ ଭାଇ ନିୟମ ଏମାନଙ୍କୁ ଚୋଟାରେ ମାର ବେଶୀ ମାର ମାର ଦେଖ ମାଇଲି
ଖାଇ ନାହାନ୍ତି ଆପଣ ତାଙ୍କୁ ମାରନ୍ତୁନି ମଉସା ମାରନ୍ତୁନି ନାଇଁ ମଉସା ପୁରୀ ଅପରିଚ୍ଛନ୍ନ କରିଛି ମଉସା ଆମେ ପଛେ ବିକ୍ରି ହେଇଯିବୁ ତମ ଟଙ୍କା ସୁଝିଦେବୁ ମୁଁ ତମ ଗୋଡ଼ ତଳେ ପଡୁଛି ମଉସା ମଉସା ତାଙ୍କୁ ମାରନ୍ତୁନି ମଉସା ତାଙ୍କୁ ଛାଡ଼ି ଦିଅନ୍ତୁ ମୁଁ ଆପଣଙ୍କ କାନି ପଟେ ଭିକ ମାଗୁଛି ମୋ ଭାଇର ଦେହ ଖରାପ ମୋ ଭାଇଟା ମରିଯିବ ମୁଁ ତମ ଗୋଡ଼ ତଳେ ପଡୁଛି ମଉସା ଏବେ ତ ଖାଲି ହାତ ଉଠାଇଛି ଏବେ କଣ କରୁଛି ଦେଖ ମୋ ସଙ୍ଗାତ ମାଡ଼ ମାରିଲା ବୋଲି ତମେ ଭାବୁଛ ମୁଁ ରାଗ କରିବି ନାଇଁ ସଙ୍ଗାତ ସେ ମତେ ମାଡ଼ ମାରିଲାନି ଯେ ସେ ମତେ ମାଡ଼ ମାରି ଜଣାଇ ଦେଲା ସେ ମତେ କେତେ ଭଲ ପାଏ କେତେ ଭଲ ପାଏ ମତେ କେତେ নিলাম করে আগলো মো টঙ্কা নেই দেই আসিবু নহলে ডিজে তো টিকা নেই মো বারে ছাড়ি দেবো মৌসা
କାଲି ରାତିରୁ ଘାରିଥିବା ଜଳଟା ଛାଡ଼ିଗଲା ନା ସତିଆ। ଏ ବଡ଼ ଲୋକଙ୍କ ଜୋତା ପାହାରରେ ଔଷଧ ଅଛି ନା କଣ? ଆଜି ଯାହା ସବୁ ମୋରି ପାଇଁ ହେଲା ଉଠୁ ଭାଇ ଏ ପିଲା ଉଠୁ ମୁଁ ତ ଉପବାସ କରୁଛୁ। ମୁଁ କ'ଣ ସ୍ୱାମୀ ନୁହଁ? ମୁଁ କ'ଣ ମଣିଷ ନୁହଁ? ମୁଁ କ'ଣ ଅଣ ପୁରୁଷ? ଗୋଟେ ଅସହାୟ ମଣିଷ ମୁଁ କ'ଣ କରିଥାନ୍ତି? ସେ ନାରଣ ପେଜଟା ଟଙ୍କା ପାଇଁ ଯୋଉ ଜିଦ୍ ଧରିଥିଲା କୋଉଠୁ ଆଣି ଦେଇଥାନ୍ତେ ଏତେ ଟଙ୍କା? ସମସ୍ୟା ରଜତ ଭାଇ ପାଇଁ ହେଲା। ତାରି ପାଇଁ ଟଙ୍କା ଖର୍ଚ୍ଚ ଆସିଥିଲା, ତାରି ପାଇଁ ଘର ଜମି ସବୁ ବ୍ୟାଙ୍କରେ ବନ୍ଧା ପଡ଼ିଲା। ପାଖରେ ପଚାରୁଛି ତା ପ୍ରଶ୍ନର ଉତ୍ତର ଦଉନ। ଏ ଘରଟା ନିରାମ କଲି କହିବା କୋଉଠି କଣ କାହିଁକି କହିଦିଅ ତମେ ମାନେ ସମସ୍ତେ ମତେ ପଚାରୁଛ, ଆଉ ମୁଁ ମୋ ନିଜକୁ ପଚାରୁଛି। ମୁଁ ତମ ନିଜକୁ ଉତ୍ତର ଦେଇପାରୁନି, ଆଉ ତମକୁ କି ଉତ୍ତର ଦେବି? ତାହେଲେ ତମେ କୁହ, ଏ ଘରଟା ନିଲାମ ହେଇଗଲେ ଆମେ କୋଉ ରାସ୍ତା ଗୁଡକୁ ଚାଲିଯିବା, କୋଉ ଗଛ ମୂଳେ ଆଶ୍ରୟ ନବା? ଆରେ ଭାଉଜ, ସେମିତି କିଛି ବି ହବନି। ଏ ଘର ନିଲାମ ହବନି। ଏ ଘର ଆମର ହେଇକି ଥିଲା, ଆମର ହେଇକି ରହିବ। ଏ ରୂପା, ଆଲୋ କୁଆଡ଼େ ରହୁଛୁ ତମମାନେ? ଶୁଣ ମୋ କଥା। କେହି ଶୁଣିନାହାନ୍ତି। ଯେହେତୁ ଶୁଣିବାନି ତ ସେହେତୁ ଶୁଣିବାନି। ମୁଁ ଜାଣିଥିଲି ମଣିଷ ବଦଳି ଯାଆନ୍ତି, ହେଲେ ଆମ ରଜତ ଏମିତି ବଦଳି ଯିବ ଏକଥା ସ୍ୱପ୍ନରେ ବି ମୁଁ ଭାବିନଥିଲି। ସବୁ ଆମ ଭାଗ୍ୟ ଲୋ ଶକ୍ତି, ସବୁ ଆମ ଭାଗ୍ୟ। ତମେ ଜାଣିଛ এই রজতর না ছোটবেলায় স্কুলକୁ ଯାଏ, ଆଉ ସ୍କୁଲରୁ ଦୌଡ଼ି ଆସି ମୋ ପିଠିରେ ଖାପ କିଣି ବସିଥା। ମୋତେ ସେ ବହୁତ ଭଲ ପାଏ। ତମକୁ ସେ ମୋତେ ଭଲ ପାଏ, ଜାଣିଛ ସେ ମୋତେ ବହୁତ ଭଲ ପାଏ। ସେ କ'ଣ ମୋତେ ଭଲ ପାଉନଥିଲା? ନାଇଁ, ସେ ତମକୁ ଭଲ ପାଏ। ତମକୁ ସେ ଭଲ ପାଏ, ମୋତେ ବହୁତ ଭଲ ପାଏ। ଆଉ ସେ ସବୁବେଳେ ମୋ ପାଖରେ ରହେ। ମୋତେ କହେ ଏ ବୋଉ ତୁ ନା ମୋ ପାଇଁ ମୋ ମା ଛୋଟବେଳେ ତାକୁ ଏଡ଼ିଟରୁ ଏଡ଼ିଟେ କରି ମମତା ଦେଇ ବଢ଼େଇ ଆଣିଥିଲି। ଏତେ ଶୀଘ୍ର ଭୁଲିଗଲା। କେମିତି ଭୁଲିଗଲା ସେ? କେମିତି? ତମେ ମୋତେ ଭାଙ୍ଗି ପଡ଼ୁଛନ୍ତି? ଭାଙ୍ଗି ପଡ଼ୁନି, ଦେଖିବ ସବୁ ଆସିଲେ ସବୁ ଠିକ ହେଇଯିବ। ମୋତେ ଭଲ ପାଉନଥିଲା, ଭଲ କହୁଥିଲା, ମୋଠୁ କମ୍। ଆଉ ଖୁସି ହେଇ କହୁଥିଲା, କଣ କହୁଥିଲା? ଏ ଟୁକା ମୁଁ ତତେ ଲୋଭ କରିନି।
ମେଝେରେ ଅଟକି ଗଲା କେତେ ଘର 50 ଲୋକ ରହିଲେ ଜାଗା ପଡ଼ିବ କ'ଣ କରିବା ହଉ ଏମିତି ଚଲେଇଦେବା ଡିଜେ କର ଆଉ ହେଲା ହେଲା ସବୁ ଟିକେ ଗୁଳମାଳ ହେଇଯାଇଥିଲା କ'ଣ ହଉ ଦେଖିବା କ'ଣ କରାହେଉଛି କେବେ ଅଷ୍ଟ୍ରେଲିଆ ଯିବ ଗଲି ବୋଲେ ନବଚିକି କବାଟ ବାଡ଼ୁଛ କାହିଁ ଭାଙ୍ଗିଦେବ ନା କ'ଣ ନବୁ କୋଉଟା ରୁହ ରୁହ ମୁଁ ଯାଉଛି କୁହନ୍ତୁ କୁହନ୍ତୁ ମୁଁ ଆମ କପାଳରୁ ଆସିଛି କିଛି ପ୍ରଡକ୍ଟ ମୋ ପାଖରେ ଅଛି ସେଇଟା କ'ଣ ପ୍ରଡକ୍ଟ ମାନେ ଜିନିଷ କ'ଣ ଦେଖେଇବି କ'ଣ ଆପଣ ଜିନିଷ ଆପଣ ଜିନିଷ କେତେ ଦେଖିବେ ଆରେ ପ୍ରଡକ୍ଟ ମାନେ ଜିନିଷ କ'ଣ ମୋ ଜିନିଷ ମୁଁ ଆପଣଙ୍କୁ ଦେଖେଇବି ଅନେକ ଲୋକ ଦେଖି ସାରିଲେଣି ପସନ୍ଦ ବି କରି ସାରିଲେଣି ଆପଣ ଜିନିଷ ଦେଖିଲେଣି ହଁ ଦେଖନ୍ତୁ ଆପଣଙ୍କୁ ଦେଖିବାକୁ ପଇସା ପଡ଼ିବ ଆପଣ ଫ୍ରିରେ ଦେଖିବେ ଡିଜେ କହୁଛି ଯଦି ଆପଣ ପସନ୍ଦ ଯଦି ଆପଣ ପସନ୍ଦ କରନ୍ତି ମୁଁ ଆପଣଙ୍କୁ ଫ୍ରିରେ ଦେଇଦେବି ତେଣିକି ଆପଣଙ୍କୁ ଯେ କ'ଣ ଦେଖେଇବି ନାଇଁ ମ ଆଉ ତମେ ନାରୀ ମୁଁ ପୁରୁଷ ତମ ଜିନିଷଟା ଟିକେ ଦେଖ ଆରେ ମୋ ଜିନିଷ ଅନେକ ଲୋକ ଦେଖି ସାରିଲେଣି ଆଉ ପସନ୍ଦ ବି କରି ସାରିଲେଣି ହଉ ଦେଖ କ'ଣ ରଖିଛ ଦେଖେଇବି ଦେଖେଇବି ହଉ এই দেখନ୍ତୁ এইটা হচ্ছে বডি স্প্রে ଆଉ এইটা হচ্ছে ଆପଣ ତ ଜାଣିଥିବେ ଆଉ ପାଉଡର ଆଉ এইটা ବ୍ରଶ ମାନେ ଆପଣ ଘଷିବେ ତମ ଜିନିଷ କେମିତି এই তো ମୋ ଜିନିଷ ମୁଁ ଆପଣଙ୍କୁ ଦେଖେଇଛି ନାଇଁ 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 ତମ ଜିନିଷ ଆରେ ମୋ ଜିନିଷ ମୋ ପାଖରେ ଯାହା ଥିଲା ମୁଁ ଆପଣଙ୍କୁ ଦେଖେଇ ସାରିଛି ଓହୋ ଏବେ ବୁଝିଲି ତାହେଲେ ଆପଣଙ୍କର ପସନ୍ଦ ନୁହଁ ନା 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 ଆଉ ମୋର ଜିନିଷ ରଖିବାର ନାହିଁ ତମେ ଏଠୁ ଯାଅ ତେଣୁ ମୋ ଉପରେ ବହୁତ ଦାୟିତ୍ୱ କ'ଣ କର ଓକେ ଓକେ ଆଚ୍ଛା ଅଙ୍କଲ ଗୋଟେ କଥା କହିବି ଆପଣ ମାଇଣ୍ଡ କରିବେନି କହିବି କହିବି ଆରେ ଅଙ୍କଲ ମତେ ଲାଗିଲାଣି ଜୋରି ଲାଗିଲାଣି ଏଇଠି ହୋଟେଲ ଅଛି ଖାଇଦେବ ଯାଉନ ଅଙ୍କଲ ମତେ ଲାଗିଲାଣି ଓହୋ ବଡ଼ ପାସ୍ ଲାଗିଲାଣି ଆପଣଙ୍କ ମେମୋରି ବୋଧେ ଆଜି ଫେଲ୍ ହେଇଯାଇଛି ମାନେ ମୁଁ କ'ଣ କହୁଥିଲି କି ଏଇଠି ଟଏଲେଟ୍ ଅଛି କି ମତେ ଜୋରି ଲାଗିଲାଣି ନା ନା ଚଲେନି ଆମର ଅଙ୍କଲ ପ୍ଲିଜ ମତେ କିନ୍ତୁ ଜୋରି ଲାଗିଲାଣି ଚଳିବ ମଣିଷ ଅଙ୍କଲ ମୁଁ ଆଉ କଣ୍ଟ୍ରୋଲ କରିପାରୁନି କୁହନ୍ତୁ ମାରିବା ପାଇଁ ଆସିଥିଲି ଏ ଝିଅ କ'ଣ କହୁଛି ହେଲା ଆପଣ ନ କୁହନ୍ତୁ ଏଇ ବୋଧେ ଟଏଲେଟ୍ ମୁଁ ଆସିଲି ଆସୁଛି ଅଙ୍କଲ ଗଳି ପଡ଼ିଲା ନା କ'ଣ? ମୁଁ ଆସୁଛି ଆଉ ଜମାରି ଯାଅ 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 ଲେଟ୍ କର ନା ଲେଟ୍ କଲେ ବୋତଲଟା ଖୋଲିଲା ବେଳକୁ ମାଡ଼ି ଆସୁଛନ୍ତି ଏଇଟା ଗୋଟେ କାମ ହଉ ମାରିଦେବା ବାପା
ଭିତରେ ଭାଇ ବାପା ମାଙ୍କଡ ମାର୍କା ନା କୁକୁର ମାର୍କା ମାନେ ବସିକିନା ଟେକିକି ସେ ତ ଚେୟାର ହେଲା ମୋର ଏତିକି ଅଭ୍ୟାସ ନବା ଇଣ୍ଡିଆର ହୁଏ ଦି ଟଙ୍କା ସୁବିଧା ଅଛି ମୁଁ ଲାଗିଲାନି ମୁଁ ଯାଉଛି ତୁ ଯାଇପାରିବୁନି ଭାଇ ଫାଟିଯିବ ଭିତରେ କିଛି ପିନ୍ଧିନି ତିନି ଚାକିରି ଏ ଗୁଟା କାଣା ବାପା ନା ମିଳୁଥିବ କହୁଛୁ ବା ତୁ ଯାଇପାରିବୁନି ଯାଇପାରିନି ତୁ ଯାଇପାରିବୁନି ବେ କଣ ବୁଝୁନୁ ମନେ ଯାଉଛି ଦୂର ଲାଗିଲା ବାନା ଭାଇ କଣ ହବ ଏବେ ଅବସ୍ଥା ଛା ତରବରରେ ସେ ଝିଅଟା ଦୌଡ଼ିକି ପଡିଲା ଲାଟିନି ଡୋର ଦେବାକୁ ସମୟ ପାଇଥିବ କି ନାହିଁ କଣ ହବ ବାନାଟା ଠିକ ଟାଇମରେ ଗୁଳମାଳ କରୁଛି ମୁଁ କହିଲେ ସେ ଆସିଲା ଫ୍ରିରେ ଦେଖେଇବ କହିଲା अबे बाना अबे मुझे बापा भाई वो पाके जो भद्र में कथा करो चलो चलो हो सब ଆପଣ ଯେ ଶୋଇଥିଲେ ବୋଲି ମୁଁ ଜାଣିନଥିଲି ମୁझे ଏକୁଟିଆ ପାଇଁ ତାମାନେ ମୋ ବାପା ତ ଏତେ ବଡ଼ ଶୈତାନ ଏ ବୟସରେ ଗୋଟେ ଝିଅର ଇଜ୍ଜତ ନେଇ ଛି 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 ଏ କଳଙ୍କିତ ମୁହଁ ମୁଁ କାହାକୁ ଦେଖେଇବି ବାପା ସମ୍ଭାଳ कौन संभाली अबे जो 420 सब तो फसिया हुए प्लान करछि फसिब लेडीज के तमे क्यों बुलो और देखो मैं केमिति हैंडल करूछी तमे जाओ भाई भाई जाओ घोड़ तो न्याय मागुछी भाई मते न्याय दे भाई ए बोला आपको थिला हमें तो बड़ा लागी पारिबुनी आ प्यार होता है दीवाना सनम तुझे देखा तो ये जाना सनम प्यार होता है दीवाना सनम अब यहाँ से कहाँ जाए हम तेरी बाहों में मर जाए हम ଆମ ବାପା ଯାହା ପଡ଼ିଗଲା ଆଉ ତାକୁ ଛାଡ଼ ଆଉ ତମେ କାଲି ଘର ଘରେ ଘର ରହିବନି ଆଉ କୋଉଠି ରହିବି ଆମ ଘରେ ହେଲେ ତମ ବାପା ଯଦି ମତେ ବାହାର କରିଦିଅନ୍ତି ସେ କଥା ମୁଁ ବୁଝିବି ତମେ ବୁଝିବ ମୁଁ ତାଙ୍କ ପୁଅ ତା ବାପା କହିବ ବାପାକୁ ସମ୍ଭାଳିବି ମୁଁ ତମେ ବ୍ୟସ୍ତ ହୁଅନି ମା ମୁଁ ଯାଉଛି କାଲି ଦେଖା ହବ କୋଉଠି ଆମ ଘରେ କୋଉଠି ମୋ ରୁମ୍ ରେ ଆମ ଗଦି ଉପରେ ବାଏ ବାଏ ଗଲାବେଳେ ସେଇଟାକୁ ବି ନେଇଯା ପୁଅ କହୁଛି ବାପ ଫସିଲା ଜାଣିକି ନିଜେ ଫସିଲା ହେଲେ କୁଆଡେ ଗଲା ମୋ ପ୍ୟାର ପରା ରଙ୍ଗିଲା ହାय ଡାର୍ଲିଂ
କହୁଛି ଭୁଲି ନାହିଁ କି ଭୁଲିବି ନାହିଁ ଏ ଜୀବନରେ ଥରେ ଯଦି ବା କେବେ ଭୁଲି ଯାଏ ମୁଁ ମରିଗଲା ପରେ ବିଶ୍ୱାସ କର ତମକୁ ଦେଖା କରିବା ପାଇଁ ମୋ ପେସା ସେବା କରିଥିଲି ବାହାରେ ଶୁଖେଇଥିଲି ରାତିରେ ବର୍ଷା ହେଲା ଯୋଉଟାକୁ ସେଇ ଉଦା ଦ୍ୱିତୀୟ ବୋଲି ପ୍ୟାଣ୍ଟ କେମିତି ଦେଖା କରିଥାନ୍ତି ହଉ ହେଲା ଛାଡ଼ ସେ କଥା ସେ ବାପ ପୁଅ ଦିଟା ଯାକ ନ ଜାଣିପାରନ୍ତି ମୋ ବାପର ନୁହଁ କି ପୁଅର ନୁହଁ କେବଳ ତାଙ୍କଠାରୁ ମାନ ଛାଡ଼ିବା ଆମର ଲକ୍ଷ୍ୟ ତୁଳେ ଝାଡ଼ିଗଲେ ଆମ ବାଟରେ ଛୁ ଆଉ ତାପରେ ରଙ୍ଗପତି ମୋ କନ ଏଠୁ ଯେତେ ଶୀଘ୍ର ପଛ ବାହାରି ଯାଅ ବାହାରି ଯାଅ କହୁଛି Get out! I said get out! Oh no! କଣ ହେଲେ? 5,000 ମାଗୁଛି ଆଡଭାନ୍ସ ନଦେଲେ ଚାକିରି ଛାଡ଼ିଦେବ ଠିକ ଅଛି ତାକୁ କୁହ ଯେତେ ଶୀଘ୍ର ପାରୁଛି ସେ ଚାକିରି ଛାଡ଼ି ଚାଲି ଯାଉ ରହୁଛି Oh my God! ଟଙ୍କାରେ ଆପଣ ଗଛରେ ପଡୁଛି ନା କଣ? Nonsense! ଭାଉଜ ନମସ୍କାର କିଏ ତମେ? ସିଧା ଘର ଭିତରକୁ ପଶି ଆସିଲ କଲିଂ ବେଲ୍ ନ ମାରି ସେ ଦରୱାନଟା କୁଆଡ଼େ ଗଲା? ଯାହାକୁ ନାହିଁ ତାକୁ ଘର ଭିତରକୁ ଛାଡ଼ି ଦଉଛି ଭାଉଜ ମୁଁ ଚୋର କି ଡକାୟତ ନୁହଁ ଆଉ ତମେ କଣ ମହାପୁରୁଷ? ମାନେ କଣ ମାନେ ହଉଛ? ମୁଁ ପଚାରୁଛି ଏ ଘର ଭିତରକୁ ଆସିବା ପାଇଁ ତମ ସାହସ ହେଲା କେମିତି? ଭାଉଜ ଓ ମାଇ ଗଡ୍ ଘର ଭିତରକୁ ଯେତେବେଳେ ପଶି ଆସିଲାଣୁ ଚାକରଣୀ କହିକି ଏ ଘରଟାକୁ ଧୋଇବାକୁ ପଡିବ ଭାଉଜ ଓ ଭାଉଜ ବାହାରିବୁ ନା ଦେଖିବୁ କହିଲେ କହିଲେ ଭାଉଜ ବାହାରେଠୁ ଚାଲିଯିବି ତ ନିଶ୍ଚୟ ହେଲେ ମୋ ଭାଇକି ଟିକେ ଡାକି ଦିଅ ତା ସହ କଥା ହେଇ ଚାଲିଯିବି ତା ପାଖରେ ଗୋଟେ ଜରୁରୀ କାମ ଅଛି ତାଙ୍କ ସହ ଦେଖା ହେଇପାରିବନି ସେମିତି କୁହନି ଭାଉଜ ସେତିକି ଜରୁରୀ ହେଇନଥିଲେ ମୁଁ ଏଠିକି ଆସିନଥାନ୍ତି ତାକୁ ଦେଖା କରିବା ମୋର ନିହାତି ଦରକାର ୟୁଜଲେସ୍ କହିବି ପରା ତାଙ୍କ ସହିତ ତୋର ଦେଖା ହେଇପାରିବନି କାହିଁକି ଦେଖା ହେଇପାରିବନି କୋଉଠି ଲେଖା ହେଇଛି ବଡ ଭାଇ କି ସାନ ଭାଇ ଦେଖା କରିପାରିବନି କୋଉ ସମ୍ବିଧାନରେ ଲେଖା ହେଇଛି ସ୍ତ୍ରୀର ସ୍ୱାମୀ ହେଇଗଲା ପରେ ଭାଇ ଭାଇର ସମ୍ପର୍କ ମରିଯାଏ ତମର ମୋ ଭାଇ ଉପରେ ଯେତିକି ଅଧିକାର ଅଛି ମୋର ବି ମୋ ଭାଇ ଉପରେ ସେତିକି ଅଧିକାର ଅଛି ମତେ ଅଟକେଇବାକୁ ତମେ କିଏ ଜାଣିନ ମୁଁ କିଏ ହଁ ଜାଣିଛି ତମେ ତା ସ୍ତ୍ରୀ ହେଲେ ମୁଁ ତାର ଭାଇ ତା ସହିତ ତମର ମାତ୍ର ସମ୍ପର୍କ 2 ମାସର କିନ୍ତୁ ଆମ ସମ୍ପର୍କ 25 ବର୍ଷର What? ସେମିତିରେ ମୋ ମୁଡ୍ ଭଲ ନାହିଁ ମତେ ବିରକ୍ତ ନ କରି ଯଦି ଭଲ ଗତି ଅଛି ଏଠୁ ବାହାରି ଯା ନହେଲେ କଣ କରିବ ନହେଲେ କଣ କରିବି ଏତେ ମୁଁ କଣ କରୁଛି କଣ କରିବି ଆବେ ମୋ ଭାଇକୁ ଦେଖା ନ କରାଯାଏ ମୁଁ ଯିବିନି What? ଯିବୁନି ଯିବିନି ଏତେ ସାହସ କହିଲା ପରେ ବି ଯିବୁନି କୋଉଠି କାହିଁକି ଆସିଛୁ ତୋର ମୋ ପାଖରେ କାମ କଣ ତମେ ତମ ଶାନ୍ତିରେ ବଞ୍ଚିବାକୁ ଦବନି ଭାଇ ଏ କାହାର ଭାଇ ମୁଁ କାହାର ଭାଇ ନୁହେଁ ତମମାନଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ ତୁ ସେମିତି କହନି ଭାଇ ଏ ସମୟରେ ଅନ୍ତତଃ ପକ୍ଷେ ତୁ ଏତେ ନିଷ୍ଠୁର ହେଇଯାଆନି
ୱାଓ ହାଲୋ ଦିଦି ଭଳିଆ ଦାଉ ଦାଉ ହେଇ ଜଳୁଥିଲୁ ଏବେ କଣ ବାଲେଇଟି ବାଲଟି ଗଲୁ ଦାଦା ଏ ଚଟଣା ମାନଙ୍କୁ ଗୋଟେ ଲେସନ ଦେବାକୁ ହବ ଆଉ ସେ କଣ ଜାଣିଛ ତମକୁ ଗୋଟେ କାମ କରିବାକୁ ହବ ତମ ପରିବାରକୁ ଡାକି ତାଙ୍କ ପାଇଁ ତମେ ଜିଅନ୍ତା ଶୁଦ୍ଧି ହେଇଯାଅ ଏମିତିରେ ବି ଏ ଛୋଟ ଲୋକ ଗୁଡାକର ବଞ୍ଚିବା ମରିବା ସବୁ ସମାନ ହେଇଯାଇছিল ଭାଇ ଏ ଭାଇ ଯୋଉଦିନ ତୁ ଆମ ସମସ୍ତଙ୍କୁ ଛାଡି ଚାଲି ଆସିଛୁ ସେଇ ଦିନ ଠାରୁ ଆମ ମନ୍ଦିର ପରି ଘରଟା ମଶାଣି ପାଲଟି ଯାଇଛି ଯାହାକୁ ପିଲାଦିନେ ତୁ ବୋଉ ବୋଲି ଡାକୁଥିଲୁ ସେ ବୋଉଟା ନ ଖାଇ ନ ପିଇ ନ ଶୋଇ 80 ବର୍ଷର ବୁଢୀ ପରି ଦିଶିଲାଣି ଯୋଉ ଭାଇଟା ଢୋଲ ତୁପାହାରେ ବଜେଇଲେ 10 ମାଇଲ ଦୂର ରଙ୍କିଆ ବୁଢା ବରଗଛ ଉପରେ ଥିବା ଚଢେଇ ମାନେ ଉଡି ଯାଆନ୍ତି ସେଇ ଭାଇଟା ତୋରି କଥା ଭାବି ଭାବି ଢୋଲ ପିଟା ବାଡିଟାକୁ ବି ଆଉ ଟାଣ କରି ଧରି ପାରୁନି ନିଶା ଯେତେ ଶୀଘ୍ର ପାରୁଛ ଦୋରମ ଡାକି ଏହାକୁ ବାହାର କରନ୍ତୁ ତୋ ସାମ୍ନାରେ ମୁଁ ଆତ୍ମହତ୍ୟା କରିଦେବି ଭାଇ ତୁ ମୋ କଥା ଶୁଣୁନୁ କାହିଁକି ତୁ ଯଦି ସାହାଯ୍ୟ ନ କରିବୁ କାଲି ସକାଳେ ଆମ ଘରଟା ନିଲାମ ହେଇଯିବ ତୁ ଏ କଥା ବୁଝୁନୁ କାହିଁକି ଓ ତୋରୁ ଯାଉନୁ କାହିଁକି ଏ ଭାଇ ତୁ ଏତେ ବଦଳି ଯାଆନି ରେ ତା ନହେଲେ ତୋର ଏମିତି ରୂପ ବଦଳି ଯିବା ଦେଖିଲେ ଗଛ ଉପରେ ଥିବା ବହୁରୂପୀ ଏଣ୍ଡୁଅ ମାନେ ବି ଆତ୍ମହତ୍ୟା କରିଦେବେ ତୁ ଏତେ ସ୍ୱାର୍ଥପର ହେଇଯାନି ରେ ତା ନହେଲେ ଘରର ମୁରବୀ ହେଇବି ଶ୍ରୀମନ୍ଦିରକୁ ସାନ ଭାଇ ଜଗାନାରେ କରିଦେଇଥିବା ବଳଭଦ୍ର ଠାକୁର ତତେ ଦେଖି ଖାଲି ଅନୁତାପ ନିଆଁରେ ଜଳିବେନି ବରଂ ରତ୍ନ ସିଂହାସନ ଛାଡି ବଡ ଦାଣ୍ଡକୁ ଚାଲିଯିବେ ସ୍ୱାର୍ଥପର ହେଇନଥିଲେ ୟା ପାଇଁ ଯୋଉମାନଙ୍କର ଘର ଦ୍ୱାର କାଲି ସକାଳେ ନିଲାମ ହବ ୟା ପାଇଁ ଯୋଉମାନେ କାଲି ସକାଳେ ଦାଣ୍ଡର ଭିକାରୀ ହେବାକୁ ଯାଉଛନ୍ତି ସେଇମାନଙ୍କ କଥା ବୁଝୁନି ଯେତେବେଳେ ଏଇଟା ସ୍ୱାର୍ଥପର ନୁହେଁ ଏଇଟା ଗୋଟେ ବେଇମାନ ତୋର ଯଦି ଏତେ ସରିନାମ ଅଛି ପର ପାଖରେ ହାତ ବୁଲେଇବାକୁ ତତେ ଖରାପ ଲାଗିବା କଥା ନା ଟଙ୍କାଟା ନିହାତି ଦରକାର ଭାଉଜ ଟଙ୍କାଟା ଯଦି ନିହାତି ଦରକାର ଘରେ ତୋର ସୁନ୍ଦରୀ ଭଉଣୀ ଅଛି ବିକ୍ରି କରି ଦଉନ ଭାଇ ଦେଖୁଛୁ ଦେଖୁଛୁ ଭାଉଜ ମତେ କେମିତି ବାଡଉଛନ୍ତି ଯାଆନ୍ତୁ ମାର ମତେ ଆହୁରି ମାର ଏ ଭାଇ ତୁ ବି ମାର ହେଲେ ମତେ 5 ଲକ୍ଷ ଟଙ୍କା ଦେଲ ଭାଇ ମନେ ପକା ଭାଇ ସେଇ ଘରଟା ନିଲାମ ହବ ଯୋଉ ଘରେ ଦିନେ ତୋର ଏନ୍ତୁଡି ଜଳିଥିଲା ସେଇ ଘରଟା ନିଲାମ ହବ ଯୋଉ ଘରେ ଦିନେ ତୁ ବୋଉର ହାତ ଧରି ବାଟ ଚାଲିବା ଶିଖିଥିଲୁ ମନେ ପକା ଭାଇ ସେଇ ଘର ଡିବିରି ଆଲୁଅରେ ପାଠ ପଢି ତୁ ଆଜି ଡାକ୍ତର ହେଇଛୁ ଡାକ୍ତର ଭଲ ନାହିଁ ବିରକ୍ତ ନ କରିକିରି ଏଠୁ ବାହାରି ଯା କହୁଛି ଭଲ ଦଶା ଯଦି ଅଛି ଏଠୁ ବାହାରି ଯା କିଛି ନହେଲେ ଚିହ୍ନିଛୁ ନା ନା ଟଙ୍କା ନ ନେଇ ମୁଁ ଏଠୁ ଯିବିନି କଣ ହେଲା ଯିବୁନି ନା ଯିବିନି ଆରେ ଏଟା ସତରେ ଗୋଟେ ମାଡୁଆ ରଜ ଏ ଛୋଟ ମାନଙ୍କୁ ଅପମାନ ଅପେକ୍ଷା ମାଡ ଦରକାର ନା ଯିବିନି ନା ଯିବିନି ତମ ଗୁଡ଼ ଧରୁଛି ଭାଉଜ ତମେ କହିଲେ ମୋ ଭାଇ ଟଙ୍କା ଦବ ଆମ ଘର ନିଲାମରୁ ରକ୍ଷା ପାଇଯିବ What? ଆରେ ମୋ ଗୋଡ଼ ଛାଡ ମୋ ଡାକ ଦେଖିଲେ ମତେ ଗୋବର ଖାଇବାକୁ ପଡିବ ଆରେ ଛାଡ ଛାଡ ମାଡ଼ ମାରିଲ ସହିଲି ଗୋଇଠା ମାରିଲ ସହିଲି ଛୋଟ ଲୋକ କହିଲ ସହିଲି ଅଛୁଆଁ କହିଲ ନୀରବ ରହିଲି
ହେଲେ ଗୋଟେ ପ୍ରଶ୍ନ ପଚାରିବି ମ୍ୟାଡାମ, କଣ ତାର ଉତ୍ତର ଦବ। କି ପ୍ରଶ୍ନ? ମତେ ଛୁଇଁଦେଲେ ତମେ ଗୋବର ପାଣି ପିଇବା କଥା କହୁଛ, ସତ କହିଲ? ମୋ ଭାଇ ପାଖରେ ଯେତେ ଥର ବସୁଛ, ଦେହକୁ ଦେହ ବଚାଉଛ, ତମେ କଣ ସେତେ ଥର ଗୋବର ପାଣି ପିଉଛ? ରଜତ, ଏଇଟାକୁ ଏଠୁ ଯେତେ ଶୀଘ୍ର ବଚ ବିଦା କରିଦବ। ମୁଁ ଟିକେ ଫ୍ରେଶ ହେଇ ଆସିଛି। ଜାଣିଛ କଣ, ଶୀଘ୍ର ଏଇଟାକୁ ଏଠୁ ବିଦା କରିବ। ତୋର ତ ଭାରି ସାହସ ହେଇଗଲାଣି ଦେଖୁଛି, ଆହୁରି ବଡ ବଡ କଥା କହୁଛୁ ନା। देखो देखो रे दुनिया वाला, नील रंग रे रंगीन हुई सुगाल छुआ केमिति जंगल न राजा पलटि जाइछि राजा। हेले मने राख भाई, ए दिन सरीब, राति आसीब, आ सेते बेले ए सुगाल माने निश्चय भुकिबे। भुक्या हो जो मैंने तोते राजार आसन रे बसई पूजा करुछंती, से माने तोते कामुडा को गुड़ेइबे, आ ठीक सटकी बेले एई सुगाल माने ही तोते बंचैबा को आसीबे। खाली दुख होते कि से समय तो बड़ भाईटा तो पाखरे थिबो कि नाही जणा नाही। जा तू जा, से सतर पई कहउछलो भाई, मो कथा थरे चिंता कर। काली सकाळे डेंगुरा वाला बुली बुली डेंगुरा पिटिबो। আসন্তা কালি সকালে শঙ্কর নায়ক ঘর নিলাম হব। तू कौन सही पारिबु, तो छाती कौन सही पारिबो जेतेबेले आम घर को आउ किए नहीं जीवो, तो अबुझा आखिर अबुझा लुह को तो पलंकर दामिका गदी कौन शोषि नहीं पारिबो। कह भाई कह। শুণ শুণ শুণ, ଯେଉଁମାନେ ନିଲାମ ଧରିବା ପାଇଁ ଇଚ୍ଛୁକ ସେମାନେ ଆସନ୍ତା କାଲି ସକାଳ 9 ଘଟିକା ସମୟରେ ମାନପୁରର ଶଙ୍କର ନାୟକ ଘରେ ଉପସ୍ଥିତ ରହିବେ। कह भाई कह। तो एतुड़ी पाउसर चिन्ह को एजाई साहित्य रखिथिबा माटी मा को आउ किए नहीं जीवो, तू धैर्य धरी पारिबु तो? जाबे तो Yeah.